ହ୍ୟାଲୋ ନର୍ସ, ୱେଲକମ୍ ଟୁ ଶିକ୍ଷାଶାସ୍ତ୍ର। ନର୍ସ, ତୁମମାନଙ୍କୁ ପାଠ ପଢ଼ା ସହିତ ସବୁବେଳ ପାଇଁ ଯୋଡ଼ି ରଖିବା ପାଇଁ, ତୁମମାନଙ୍କୁ ଭଲ ଭାବରେ ଅଭିପ୍ରେରିତ କରି ଶିକ୍ଷାର୍ଥୀରୁ ଶିକ୍ଷକ ହେବାର ଗୋଟେ ଯାତ୍ରାକୁ ସୁଗମ କରିବା ପାଇଁ ଆମେ ଆରମ୍ଭ କରିଥିଲେ କଲମର କଥା ଅଭିପ୍ରେରଣା ସିରିଜ୍, ଯେଉଁଥିରେ ଆମେ ଅତିଥି ଶିକ୍ଷକ ଯେଉଁମାନେ ବି ଷ୍ଟ୍ରଗଲ୍ କରିଛନ୍ତି, ଯେଉଁମାନେ ସଂଘର୍ଷ କରି ଶିକ୍ଷାର୍ଥୀରୁ ଶିକ୍ଷକ ହେଇପାରିଛନ୍ତି, ସେଇଭଳି ବ୍ୟକ୍ତିତ୍ୱମାନଙ୍କୁ ଆମେ ଅତିଥି ଭାବରେ ଆଣୁଥିଲେ ଏବଂ ତାଙ୍କ ଜୀବନର ସଂଘର୍ଷ କାହାଣୀ, ତାଙ୍କ ଷ୍ଟ୍ରାଟେଜି ତମମାନଙ୍କ ପାଖରେ ରଖୁଥିଲେ। ସେ ସିରିଜକୁ ଆମେ କଣ୍ଟିନ୍ୟୁ କରିବା ପିଲେ ଆଜି ଆମେ ଗୋଟେ କଲମର କଥାର ଅଭିପ୍ରେରଣା ସିରିଜର ନୂତନ ଭାଗଟେ ଆରମ୍ଭ କରିବା, ଯେଉଁଥିରେ ଆମ ସହିତ ଅଛନ୍ତି ଯଶୋବନ୍ତ ସାର୍। ପିଲେ ଯଶୋବନ୍ତ ସାର୍ ଭଦ୍ରକରୁ ବିଲଙ୍ଗସ୍ କରୁଛନ୍ତି। ଭଦ୍ରକ ଡିଷ୍ଟ୍ରିକ୍ଟରେ ତାଙ୍କର ମଧ୍ୟ ପୋଷ୍ଟିଂ ହେଇଛି। ପିଲେ ଓଡ଼ିଶାରେ ର୍ୟାଙ୍କ 30ରେ ପିଲେ ରଖିବା ଗୋଟେ ନିଶ୍ଚିନ୍ତ ଭାବରେ ଚ୍ୟାଲେଞ୍ଜିଂ କଥା। ଅଲ୍ ଓଡ଼ିଶାରେ ତାଙ୍କର ର୍ୟାଙ୍କ 30 ଥିଲା, ଏସ୍ଏସ୍ପି ଟିଜିଟି ହିନ୍ଦୀରେ ପିଲେ, ଏବଂ ଡିଷ୍ଟ୍ରିକ୍ଟରେ ତାଙ୍କର ର୍ୟାଙ୍କ 1 ଥିଲା। ଆଜି ଜାଣିବା ତାଙ୍କ ଜୀବନର ସଂଘର୍ଷ କାହାଣୀ, ତାଙ୍କ ଜୀବନର ପ୍ରିପାରେସନର ଷ୍ଟ୍ରାଟେଜି, ଟାଇମ୍ ମ୍ୟାନେଜମେଣ୍ଟ, ଆଉ କୋଉ ରିସର୍ଚ୍ଚକୁ ସେ ଫଲୋ କରୁଥିଲେ, କେମିତି ପ୍ରିପାରେସନ୍ କରୁଥିଲେ। ଆଉ ତାଙ୍କ ଜୀବନରେ ଗୋଟେ ଭଲ ଜିନିଷ ଅଛି ଯୋଉଟାକି ମୁଁ ତମମାନଙ୍କୁ କବିତା ମାଧ୍ୟମରେ ନିଶ୍ଚିତ ଭାବରେ କହି ରଖିବି। ବହିର ମଲାଟରେ ଆଖିର ପଲକରେ ମନ ତାଙ୍କୁ ଖୋଜୁଥାଏ। ବହିର ମଲାଟରେ ଆଖିର ପଲକରେ ମନ ତାଙ୍କୁ ଖୋଜୁଥାଏ। ସ୍ୱପ୍ନ ରାଇଜରେ ପହିଲି କିରଣରେ ସ୍ନେହ ତାଙ୍କ ମିଳିଯାଏ। ସ୍ୱପ୍ନ ରାଇଜରେ ପହିଲି କିରଣରେ ସ୍ନେହ ତାଙ୍କ ମିଳିଯାଏ। ଯେବେ ସ୍ନେହ ତାଙ୍କ ପାଇଯାଏ, ମିଳିଯାଏ ଦୁନିଆର ସବୁ ସୁଖ। କୋମଳ ହାତକୁ ମଥାରେ ରଖିଲେ ସମ୍ଭାଳି ପାରେନି ଦୁଃଖ। ଝରି ପଡ଼େ ଲୁହ ଦୁଇ ଟୋପା, ତେଜିଆନ ସେଇ ହବା ମୋର ପୂଜ୍ୟ ବାପା। ତ ସାରଙ୍କ ଜୀବନରେ ମଧ୍ୟ ତାଙ୍କ ବାପାଙ୍କର ବହୁତ ହି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତାଙ୍କର ପ୍ରତ୍ୟେକ କଥାରେ, ତାଙ୍କର ପ୍ରତ୍ୟେକ ମୁହୂର୍ତ୍ତରେ ସେ ବାପାଙ୍କ କଥା ଆଉ ବାପା କେମିତି ତାଙ୍କୁ ଅନୁପ୍ରାଣିତ କରିଛନ୍ତି, ତାଙ୍କୁ କେମିତି ସହଯୋଗ କରିଛନ୍ତି, ସେ କଥାକୁ ସେ ଭଲ ଭାବରେ ପ୍ରକାଶ କରିଛନ୍ତି। ତ ଆଜିର ଏଇ ପଡକାଷ୍ଟଟା, ଆଜିର ଏହି କଲମର କଥା ଅଭିପ୍ରେରଣା ସିରିଜ ନିଶ୍ଚିତ ଭାବରେ ଯେଉଁ ଅଭିଭାବକମାନଙ୍କୁ ଗୋଟେ ରାସ୍ତା ଦେଖେଇବ କି ପିଲାମାନଙ୍କୁ ଟିକେ ସହଯୋଗ, ଟିକେ ସାହସ ଦେଲେ ପିଲାମାନେ ନିଶ୍ଚିତ ଭାବରେ ଯୁଦ୍ଧକୁ ସହଜରେ ହସି ହସି ବିଜୟ ହାସଲ କରିପାରିବେ। ତ ଚାଲନ୍ତୁ ଆଜି ଆମେ ଷ୍ଟାର୍ଟ କରିବା ଆଜିର କଲମର କଥା ଅଭିପ୍ରେରଣା ସିରିଜକୁ ଯଶୋବନ୍ତ ସାରଙ୍କ ସହିତ। ୱେଲକମ୍ ଟୁ ଶିକ୍ଷାଶାସ୍ତ୍ର। ଲର୍ନର୍ସ, କଲମର କଥା ଅଭିପ୍ରେରଣା ସିରିଜ ଆମେ ଆରମ୍ଭ କରିଥିଲେ, ଯୋଉଥିରେ ଆମେ ଅତିଥି ଶିକ୍ଷକମାନଙ୍କୁ ଆଣୁଛେ ଆମ ଚ୍ୟାନେଲକୁ, ସେମାନଙ୍କର ସଂଘର୍ଷର କାହାଣୀକୁ ତମମାନଙ୍କ ପାଖରେ ରଖୁଛେ। ନିଶ୍ଚିତ ଭାବରେ ତମମାନଙ୍କର ପ୍ରିପାରେସନରେ ଏ ପଥ ପ୍ରଦର୍ଶନ କରୁଥିବ। ଆଜି ଆମ ଗଣରେ ଅଛନ୍ତି ସେଇଭଳି ଜଣେ ସଂଘର୍ଷରୁ ଶିକ୍ଷକ ବନେଇଥିବା ଶିକ୍ଷକ ଯଶୋବନ୍ତ ସାର୍। ମୁଁ ଶିକ୍ଷାଶାସ୍ତ୍ରରେ ଏଇ କଲମର କଥାକୁ ସାରଙ୍କୁ ସ୍ୱାଗତ କରୁଛି। ସ୍ୱାଗତ ସାର୍। ନମସ୍କାର। ମୁଁ ଟିକେ କହି ରଖି ସାରଙ୍କ ବିଷୟରେ। ସାର୍ ବର୍ତ୍ତମାନ ଭଦ୍ରକ ଡିଷ୍ଟ୍ରିକ୍ଟରେ ପୋଷ୍ଟିଂ ପାଇଛନ୍ତି। ସାର୍ ଏସ୍ଏସ୍ପି ଟିଜିଟି କ୍ୱାଲିଫାଇ କରିଛନ୍ତି ଟିଜିଟି ହିନ୍ଦୀରେ। ସାରଙ୍କର ଷ୍ଟେଟ୍ ର୍ୟାଙ୍କ ହଉଛି 30 ଆଉ ଡିଷ୍ଟ୍ରିକ୍ଟ ର୍ୟାଙ୍କ ହଉଛି 1 ପିଲେ। ଆଉ ଧାମନଗର ବ୍ଲକରେ ବର୍ତ୍ତମାନ ସାରଙ୍କର ପୋଷ୍ଟିଂ। ମୋର ବିଶ୍ୱାସ କି ଆଜିର ଏଇ ପୋଡକାଷ୍ଟରେ ନିଶ୍ଚିନ୍ତ ଭାବରେ ତମମାନଙ୍କୁ ରାସ୍ତା ମିଳିବ। ଯୋଉମାନେ ବି ଏସ୍ଏସ୍ପି ଟିଜିଟି ଆଗକୁ ଆସିବାକୁ ଚାହୁଁଛି, ବହୁତ ସାରା ପୋଷ୍ଟ, ଯୋଉମାନେ ବି ପ୍ରିପାରେସନ କରୁଛ, ସାରଙ୍କର ଟାଇମ୍ ମ୍ୟାନେଜମେଣ୍ଟ, ସାରଙ୍କର ସଂଘର୍ଷ, ସାରଙ୍କର ସବୁ ପ୍ରକାରର ମ୍ୟାନେଜମେଣ୍ଟ ଗୁଡାକ କେମିତି କରୁଥିଲେ, କଣ୍ଟେଣ୍ଟ କେମିତି କଭର କରୁଥିଲେ, ନିଶ୍ଚିନ୍ତ ଭାବରେ ତମମାନଙ୍କୁ ଗାଇଡ ଆଜି ସାର୍ କରିପାରିବେ। ଆମେ ଭଲ ଭାବରେ ସାରଙ୍କୁ ସବୁ ଜିନିଷ ବୁଝି ରଖିବା। ସାର୍ ଟିକେ ନିଜକୁ ଇଣ୍ଟ୍ରୋଡ୍ୟୁସ କରନ୍ତୁ ପିଲାଙ୍କ ପାଖରେ। ମୋ ନାଁ ହେଉଛି ଯଶୋବନ୍ତ ବେହେରା। ମୁଁ ଭଦ୍ରକରେ ଧାମନଗର ବ୍ଲକରେ ନାରାୟଣୀ ପଙ୍ଗଡ଼ରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛି 2025ରେ। ସାର୍ କେମିତି କଣ, କୋଉଠି ସ୍କୁଲ ଥିଲା, କୋଉଠି ଆପଣ ବିଲଙ୍ଗସ୍ କରୁଛନ୍ତି, ଆଉ ସେଗୁଡା ଟିକେ ବ୍ୟାକଗ୍ରାଉଣ୍ଡ କୁହନ୍ତୁ। କୋଉଠି ଆପଣ କେମିତି କଲେଜଟା କେମିତି କଲେ, କୋଉଠି? ସାର୍ ସ୍କୁଲ ତ ମୋର ଥିଲା ଶିଶୁ ମନ୍ଦିର ସ୍କୁଲ। ହୁଁ ମୋ ହୁଁ ନିଜ ଏରିଆରେ ବନ୍ସରେ ପଢ଼ୁଥିଲି। ତାପରେ ସାର୍ +2 ବାପା ରେସିଡେନ୍ସିଆଲ ଆଡମିସନ କରେଇଦେଲେ। ହୁଁ ହୁଁ। କହିଲେ ତୁ ଗଭର୍ଣ୍ଣମେଣ୍ଟରେ ପଢ଼ିଲେ ସେ କହିଲା ଆଉ ପଢ଼ିବୁନି। ତାପରେ ସାର୍ +2ରେ ସାର୍ ଜଷ୍ଟ 60% ରହିଲା। ତାପରେ +3 ବି ସେଇ ରେସିଡେନ୍ସିଆଲ ଆଡମିସନ କରାଇଲେ ବିନାୟକ ଡିଗ୍ରୀ କଲେଜରେ। ହୁଁ ହୁଁ। +3ରେ ବି ସାର୍ କିଛି ଖାସ୍ ପରସେଣ୍ଟେଜ ନଥିଲା, ଜଷ୍ଟ ସେକେଣ୍ଡ କ୍ଲାସ୍ ପାଇଥିଲି। ହୁଁ ହୁଁ। ତାପରେ ଗ୍ରାଜୁଏସନ ସରିଲା ପରେ
ଘରେ କହିଲେ ଯେ ବିଏଡ୍ କରିବା ପାଇଁ, ହୁଁ କିନ୍ତୁ ହୁଁ ମୁଁ ମାନିଲିନି। ସେତେବେଳେ ସାର୍ ଜାଣିଥିବେ ସେ ଯୋଉ ଏଜରେ ହୁଁ ଯେ ହୁଁ ସାଙ୍ଗମାନେ ଯୁଆଡେ ସିଆଡେ ଯିବା ପାଇଁ ମନ ହୁଏ। ତ ହୁଁ ହୁଁ ସମସ୍ତେ ସାର୍ ସେ ଟାଇମରେ କୋଚିଂ ନେବା ପାଇଁ ପଳେଇଲେ ଭୁବନେଶ୍ୱର କମ୍ପିଟେଟିଭ୍ କୋଚିଂ ନେବା ପାଇଁ। ହୁଁ ମୁଁ ହୁଁ ବି କହିଲି ନାଇଁ ମୁଁ ବିଇଡି କରିବିନି, ହୁଁ କୋଚିଂ ନେବି ଆଉ କିଛି ଗୋଟେ ଏକ୍ଜାମ କ୍ଲିୟର କରିବି ଆଉ। ହୁଁ ହୁଁ ତାପରେ 19ରେ ମୋର ଗ୍ରାଜୁଏସନ୍ ସରିଲା ପରେ ପଳେଇଲି ଭୁବନେଶ୍ୱର କୋଚିଂ ନେବାକୁ। ହୁଁ ଜଷ୍ଟ କୋଚିଂର ସରିଛି ତ କରୋନା ଆସିଗଲା। ହୁଁ ହୁଁ ସେମିତି ପଢିକି ଆଉ କିଛି ଏକ୍ଜାମ ମୁଁ ଦେଇପାରିଲିନି। କରୋନା ଆସିଲା ପରେ ମୁଁ ଘରକୁ ପଳେଇ ଆସିଲି। ତାପରେ ବାପା ବି ବାହାରେ ରୁହନ୍ତି। ହୁଁ ହୁଁ ବାଙ୍ଗାଲୋରରେ କାମ କରନ୍ତି। ହୁଁ ହୁଁ ତ ବାପା ବି ଘରକୁ ପଳେଇ ଆସିଲେ। ସେ ହୁଁ ଟାଇମର ପରିସ୍ଥିତି ବହୁତ ଖରାପ ବି ଥିଲା। ହୁଁ ସୋର୍ସ ହୁଁ ବି କିଛି ନଥିଲା, ଆଉ ଆଗକୁ ମୁଁ ପଢିବା ପାଇଁ ବି କିଛି କହିପାରିଲିନି ଘରେ। ହୁଁ ହୁଁ ତାପରେ ବାପା କହିଲେ ଯେ ବିଏଡ୍ କର ଦେଖିବା ତାପରେ କଣ ହଉଛି ଆଉ। ହୁଁ ହୁଁ ମୁଁ ଚେଷ୍ଟା କରିଥିଲି ଗଭର୍ଣ୍ଣମେଣ୍ଟ ବିଏଡ୍ ବଜେଇବା ପାଇଁ। ହୁଁ ହୁଁ କିନ୍ତୁ ଏଣ୍ଟ୍ରାନ୍ସ ଦେବା ପୂର୍ବରୁ ବାପା କହିଲେ ଏଣ୍ଟ୍ରାନ୍ସ ତ ବହୁତ ଦିନ ଲେଟ୍ ଅଛି, ଆଉ ଆମେ ପ୍ରାଇଭେଟରେ ଆଡମିସନ କରିଦେବା। ମୁଁ କହିଲି ହଉ ଠିକ୍ ଅଛି। ତାପରେ ସେ ଦକ୍ଷିଣ ଭାରତ ଅଣ୍ଡରରେ ଆମର ବିଜୟୱାଡାରେ କଲେଜରେ ସେଇଠି ମୁଁ ଆଡମିସନ କଲି। ବିଏଡ୍ 2 ବର୍ଷ ସରିଲା ପରେ ତାପରେ କିଛି ମାସ ଗଲା ପରେ ଏସଏସବି ଟିଜିଟି ବାହାରିଲା। ହୁଁ ହୁଁ ତାପରେ ସେ ତା ପାଇଁ ପଢାପଢି କଲି। ହଁ କଲା ପରେ କ୍ଲିୟର ହେଇଗଲା। ଆଚ୍ଛା। ତ ଏବେ କେମିତି ଜବ୍ ଲାଇଫ ଚାଲିଛି ସବୁ ଭଲ ତ? କେମିତି ଲାଗୁଛି ପିଲାଙ୍କ ସହିତ ଡିଲ୍ କରିବା ସବୁ ଜିନିଷ ଗୁଡାକ? ଏବେ ସାର୍ ସବୁ ଠିକ ଲାଗୁଛି, ଭଲ ଲାଗୁଛି। ଯେମିତି ଲାଗୁଛି ପୁଣି ମାନେ ସେ ପିଲା ବେଳର ଦିନ ଫେରିଆସିଛି। ହୁଁ ମାନେ ହୁଁ ଯୋଉ ପିଲାଙ୍କ ସହିତ ମଜା ମସ୍ତି ଖେଳ ତାଙ୍କ ହୁଁ ସହିତ ମିଶିକି ପଢେଇବା। ଯେହେତୁ ସାର୍ ଆମେ ବି ସେ ଷ୍ଟେଜ ଦେଇକି ଆସିଛୁ। ହୁଁ କିଏ କେତେ ବଦମାସ କରୁଛନ୍ତି, କେମିତି କଣ ପଢୁଛନ୍ତି ହୁଁ ତାଙ୍କୁ ନେଇ ହୁଁ ସବୁ ଠିକ ଚାଲିଛି ସେଟା। ଯାହା ହଉ ଗୋଟେ ଜିନିଷ ହେଲା କି ସବୁବେଳେ ମୁଁ କହେକି ଆମେ ଗୋଟେ ଫିଲ୍ଡ କୁ ପଶି ସାରିଲା ପରେ ଆଉ ସେ ପିଲାମାନଙ୍କ ଗହଣରେ ଥରେ ନିଜକୁ ହଜେଇ ଦେଲା ପରେ ଲାଗିବ କି ଆଜ୍ଞା ମାନେ ସମୟ କେତେବେଳେ ପଳେଇବ ଜଣା ପଡିବନି। ତ ଜଣା ପଡିବ। ନିଶ୍ଚିନ୍ତ ଭାବରେ ଭଲ ଲାଗୁଥିବ ଜବ୍ ଲାଇଫ ଏବେ। ତ ବହୁତ ସାରା ପିଲାଙ୍କର କୋଶ୍ଚିନ୍ ଅଛି ସାର୍ ପିଲା ବି ବହୁତ ସାରା ଚାହୁଁଥିଲେ କି ସାର୍ ଆପଣ ଟିଜିଟି ହିନ୍ଦୀର ସାର୍ ଆଣନ୍ତୁ, ଟିଜିଟି ସଂସ୍କୃତର ସାର୍ ଆଣନ୍ତୁ। କି ତାଙ୍କଠାରୁ ଆମେ ଜାଣିବୁ ଷ୍ଟ୍ରାଟେଜି ସବୁ। କେମିତି ସାର୍ ଥିଲା ସବୁ ପ୍ରିପାରେସନ କେମିତି ଥିଲା ଆମେ ତ ଜାଣିବା ତା ପୂର୍ବରୁ ଯଦି କିଛି ଏମିତି ଷ୍ଟ୍ରଗଲ ମୁମେଣ୍ଟ ଅଛି ଲାଇଫ ର କି ଏମିତି କିଛି ମୋମେଣ୍ଟ ଅଛି ଯୋଉଥିରେ ଲାଗିଛି କି ନାଇଁ ହାରିଯିବି ଆଉ ହବନି। ଏମିତି ଲାଗିଛି କି ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ମୁଁ କରିପାରିବିନି। ଏମିତି କିଛି ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ହଉ କିମ୍ବା ଷ୍ଟ୍ରଗଲ ହଉ କିମ୍ବା ଫେଲୁଅର କୁ ନେଇକି ବହୁତ ହତୋତ୍ସାହିତ ହେଇଯିବା ହଉ କିମ୍ବା ଏମିତି ଫ୍ୟାମିଲିର କିଛି ମୁମେଣ୍ଟ ଯୋଉଗୁଡାକୁ ଲାଗିବ କି ହଁ ମୁଁ ସେୟାର କରିପାରିବି ତ ଆପଣ ରଖିପାରିବେ ପିଲାଙ୍କ ଆଗରେ। ସାର୍ ସେମିତି ଫେଲିୟରକୁ ନେଇକି ତ ସେମିତି କିଛି ସେମିତି ନାହିଁ। କିନ୍ତୁ ଯେମିତିକି ମୁଁ ପୂର୍ବରୁ କହିଲି ଯେ 2019ରେ କରୋନା ଆସିଲା। କରୋନା ଆସିଲା ପରେ ପୁରା ସାର ପରିସ୍ଥିତି ବଦଳିଗଲା। ଯେମିତିକି ବାପା ଘରେ ଆମର ଆଉ କିଛି ଇନକମ୍ ସୋର୍ସ ହିଁ ଆମର ନଥିଲା। ହୁଁ ହୁଁ। ତ ପଢ଼ାପଢ଼ି ମାନେ ପ୍ରିପାରେସନ୍ ଟାଇମରେ ବି ମୁଁ ବହୁତ ନିଜକୁ ଯେତେ ମୋଟିଭେଟ କଲେ ବି ଫିର ବି କୋଉଠି ନା କୋଉଠି ହାରିଯାଏ। ଯେ ହୁଁ ଭାବେ ନା ଆଉ ହବନି ଆଉ ବାହାରକୁ ପଳେଇବି। ହୁଁ ଆଉ ହୁଁ ଏଠିକି ମୋ ସାଙ୍ଗମାନେ ସବୁ କେହି ନାହାନ୍ତି ସବୁ ବାହାରକୁ ପଳେଇଲେଣି ମୁଁ ଏକୁଟିଆ ଘରେ ବସିକି ଖାଉଛି। ଏଇ ହୁଁ ଟାଇପର ଚିନ୍ତାଧାରା ବହୁତ ଥର ସାର ଆସିଛି। ହୁଁ ହୁଁ। କିନ୍ତୁ ମୋ ବାପା ମତେ ବହୁତ ବ୍ୟାକ୍ କରିଛନ୍ତି ଯେ କିଛି ତୁ ଘର ଟେନସନ କି ପଇସା ଟେନସନ କିଛି ନେନି। ହୁଁ ହୁଁ ବାସ୍ କେବଳ ପଢାରେ ମନ ଦେ ଯାହା ହବ ଦେଖାଯିବ। ତାପରେ ଏମିତି ବି ସାର୍ ମୁମେଣ୍ଟ ଆସି ସାଙ୍ଗମାନେ ବି କ୍ରିଟିସାଇଜ୍ କରିଛନ୍ତି କଣ ଏତେ ଦିନ ହେଲାଣି ଘରେ ବସିକି ଖାଉଛୁ ତତେ ଟିକେ ଖରାପ ଲାଗୁନି। ମୁଁ ବି ତାକୁ ସେ ଟାଇମରେ ବି କିଛି ସାରେ ମାନେ ଭ୍ୟାଲିଡ ରିଜିନ ବି ଭ୍ୟାଲିଡ ଆନ୍ସର ବି ମୁଁ ତାଙ୍କୁ ଦେଇପାରିନି। ମୁଁ ହୁଁ କହିଲି ହୁଁ। ହଁ ଠିକ ଅଛି। ସିଏ ଯେମିତି କି ସେତେବେଳେ ମୁଁ ତମକୁ ଆନ୍ସର ଦେବି। ହୁଁ ହୁଁ। ସେ ଟାଇମରେ ସାର ବହୁତ ଷ୍ଟ୍ରଗଲ ଥିଲା। ହୁଁ ହୁଁ ନିଶ୍ଚିନ୍ତ ଭାବରେ ସେମାନେ ସଫଳତା ଦେଖି ସାରିବା ପରେ ଆଉ ଆଜିର ଏଇ ପଡକାଷ୍ଟକୁ ଦେଖିଲା ପରେ ନିଶ୍ଚିନ୍ତ ଭାବରେ ଉତ୍ତର ପାଇଯିବେ। ତ ଆମକୁ ସେଇ ସମାଲୋଚନାର କେବେ କୌଣସି ଉତ୍ତର ଦବାର ଆବଶ୍ୟକତା ନାହିଁ। ମୁଁ ପିଲାଙ୍କୁ କହିଛି ବି ସବୁବେଳେ କହେବି ଯିଏ ଯେତେ ଯାହା କହୁଛି ଶୁଣିଯାଅ। ସବୁ ଜିନିଷ ଗୁଡାକ ଶୁଣିଯାଅ କେବଳ ଅପେକ୍ଷା କର ତମର ବାସ୍ ମୁହୂର୍ତ୍ତକୁ। ଏଟା ଗୋଟେ କଥା ହେଲା ସମାଲୋଚନାର ଉତ୍ତର ଟା ଆମର କାମରେ ହବା ଦରକାର ହୁଁ କଥାରେ ହୁଁ କହିକି ତାଙ୍କ ପାଖରୁ ଜିତିବାଟା କିଛି ଫାଇଦା ହିଁ ନାହିଁ। ସେଇଟା ସେଇଟା। କଥାରେ କହିକି ଯଦି ଆମର କାମରେ ନ କରି ପାରୁଛନ୍ତି ତାହେଲେ ହୁଁ। ଡବଲ ସେ ଆମକୁ କହିବେ। ଏସଏସବି ପାଇଁ କେମିତି ଜର୍ଣ୍ଣି ଟା କେମିତି ଷ୍ଟାର୍ଟ ହେଲା କେବେ କଣ?
ଆରେ ଜର୍ଣ୍ଣି ଷ୍ଟାର୍ଟ ହେଲା କଣ ଯେତେବେଳେ ମୋର ବିଏଡ୍ ସରିଲା। ହୁଁ ହୁଁ ତା ପୂର୍ବରୁ ତ ଆମର ଯେମିତିକି ଥିଲା ଯେ ବିଏଡ୍ ର ଫାଷ୍ଟ ଇୟର ପରେ ଓଷ୍ଟେଟ୍ ଦେଇକି କ୍ଲିୟର କରିପାରିବେ। ହୁଁ ହୁଁ ତ ମୋର ଫାଷ୍ଟ ଇୟର ପରେ ଯେତେବେଳେ ଓଷ୍ଟେଟ୍ ବାହାରିଲା ଓଷ୍ଟେଟ୍ କ୍ଲିୟର ହେଇଯାଇଥିଲା। ହୁଁ ହୁଁ ତାପରେ ମୋ ଟାର୍ଗେଟ ଥିଲା ଯେ ଫାଷ୍ଟ ଯେକୌଣସି ନୋଟିଫିକେସନ ବାହାରୁଛି ହାଇସ୍କୁଲରେ ଆରଏସଟି ହଉ କି ଏସଏସବି ହଉ ଯାହା ବି ହଉ ବାସ୍ ମତେ କ୍ଲିୟର କରିବାର ଅଛି। ହୁଁ ହୁଁ ଫିର ବି ଏସଏସବି ପ୍ରଥମେ ଏସଏସବି ନୋଟିଫିକେସନ ବାହାରିଲା। ହୁଁ ତଥାପି ସେରେ ମନ ଟିକେ ଦୁଃଖ ହେଲା ଯେ ପୋଷ୍ଟ ବହୁତ କମ ଥିଲା। ହୁଁ 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 ଯେହେତୁ ମୋର ଜେନେରାଲ କାଷ୍ଟ ହୁଁ ତ ମୁଁ କୋଉଠି ନା କୋଉଠି ଟିକେ ମନ ଭାଙ୍ଗିଗଲା ଟିକେ। ହୁଁ ହୁଁ ଫିରବି କହିଲି ହଉ ଠିକ ଅଛି ମୋର ତ ଗୋଟେ ପୋଷ୍ଟ ଦରକାର ବାକି ସିଟ୍ ପାଇଁ ପିଲାମାନେ ଲଢନ୍ତୁ ତାଙ୍କ ସହିତ ମୋର କିଛି କମ୍ପିଟିସନ ନାହିଁ। ହୁଁ ହୁଁ ତ ଯେତେବେଳେ ପ୍ରଥମେ ଏସଏସବି ବାହାରିଲା ମୁଁ କହିଲି ଠିକ ଅଛି ମତେ ଫାଷ୍ଟ ଆଟେମ୍ପ୍ଟରେ ହିଁ କ୍ଲିୟର କରିବାର ଅଛି। ହୁଁ ହୁଁ ବାକି ପରେ ଦେଖାଯିବ ଯାହା ହବ। ହୁଁ ହୁଁ ତ ମୋ ଟାର୍ଗେଟ ଥିଲା ଯେ ଯେମିତି ହେଲେ ମୋର ଗୋଟେ ପୋଷ୍ଟ ଦରକାର। ଏଇ ଆଟିଟ୍ୟୁଡ ହେଲା ସବୁଠାରୁ ମୁଁ କହିକି ବେଷ୍ଟ ଆଟିଟ୍ୟୁଡ। ପିଲାଙ୍କର ସବୁବେଳେ କୋଶ୍ଚିନ୍ ଆଉ କମ୍ପ୍ଲେନ ହେଲା କି ସାର୍ 10ଟା ପୋଷ୍ଟ ବାହାରିଛି ସାର୍ 50ଟା ପୋଷ୍ଟ ବାହାରିଛି ସାର୍ 1000ଟା ପୋଷ୍ଟ ବାହାରିଛି ସାର୍ ଆମର ଏତିକିଟା ଅଛି ସାର୍ 200ଟା ପୋଷ୍ଟ 500ଟା ପୋଷ୍ଟ 10,000 ପୋଷ୍ଟ ସାର୍ ଆମର ହବ କି ନାହିଁ ମୋର ହବ କି ନାହିଁ। ଆମକୁ ସବୁବେଳେ ମାଇଣ୍ଡ ରଖିବାର ଅଛି ଆମର ଗୋଟେ ପୋଷ୍ଟ ଦରକାର ଅଛି। ଗୋଟେ ପୋଷ୍ଟ ଗୋଟେ ମୋ ବାପା ପୋଷ୍ଟ ସାର୍ ସେଇ ଦରକାର କଥା ଅଛି। ସବୁବେଳେ କୁହନ୍ତି ଯେ ପାଞ୍ଚଟି ବି ପୋଷ୍ଟ ଥାଉ ତୁ ବାସ୍ ଗୋଟିଏ ପୋଷ୍ଟ ଉପରେ ଫୋକସ କର ବାକି 4ଟି ପୋଷ୍ଟ ସମସ୍ତଙ୍କ ପାଇଁ ଛାଡିଦେ। ହଁ ଏଇ ଆଟିଟ୍ୟୁଡ ଟା ସମସ୍ତଙ୍କ ଭିତରେ ଯୋଉମାନେ ବି ଶିକ୍ଷକତା ପାଇଁ ପ୍ରିପାରେସନ କରୁଛନ୍ତି ସମସ୍ତ ମନରେ ଏ ଆଟିଟ୍ୟୁଡ ଟା ବାସ୍ତବରେ ରହିବା ଦରକାର ବି। କାରଣ ଏଇଟା ହିଁ ବାସ୍ତବରେ କି ଆମକୁ କେବେ ହାରିବାକୁ ଦବନି। ମୁଁ ତ ଗୋଟିଏ ପୋଷ୍ଟ ପାଇଁ ଆଜ୍ଞା ଲଢୁଛି ମୁଁ କାହିଁକି ଡରିବି। ତ ବେଳେ ବେଳେ କଣ ଇଚ୍ଛା କମିଯାଏ ଏତିକି ପୋଷ୍ଟ ଦେଖିଲେ ଇଚ୍ଛା କରପସନ ହଉଛି କମିଯାଏ ସେଟା କୋଶ୍ଚିନ୍ କିନ୍ତୁ ଲିକ୍ ଏତେ ସବୁ ଭିତରେ ସବୁ ବିକ୍ରି ବାକ୍ରି ଆମେ ତ ଶୁଣୁଛେ ସବୁ ହଉଛି ବୋଲି ତ ମେ ବି ଯଦି ଗୋଟିଏ ପୋଷ୍ଟ ମୋର ନ ମିଳେ କିନ୍ତୁ ପ୍ରିପାରେସନ ଟାଇମରେ ବି ସେଟା ଏମିତି ହେଇଛି କଣ୍ଟିନ୍ୟୁସଲି 7-8 ଦିନ ଠିକ ଠାକ ପଢିବି ତାପରେ ପୁଣି ଏମିତି ଗୋଟେ ଦିନ ଡାଉନ ଆସିବ ଯେ 2-3 ଦିନ ପଢା ଡିସକଣ୍ଟିନ୍ୟୁ ହେଇଯିବ। ହୁଁ ହୁଁ ଆଉ ତାପରେ ଯେମିତିକି ବି ଆମର ଆପଣଙ୍କ ଭିଡିଓ ବି ସାର୍ ବହୁତ ମୁଁ ଦେଖିଛି ଆପଣଙ୍କ ପାଖରେ ମୁଁ ବହୁତ ପ୍ରେରଣା ପାଇଛି ସତ ହୁଁ। କହିବାକୁ ଗଲେ। ଆଉ କିଛି ଏମିତି ମାନେ ନିଜକୁ ମୋଟିଭେଟ କରିବା ପାଇଁ ଅନ୍ୟ କିଛି ସୋର୍ସ ଅଛି କି ନିଜକୁ କେତେବେଳେ ଟିକେ ରିଭାଇଭ କରିବାର ଅଛି କି ସାର୍ ସବୁଠୁ ମୋ ପାଇଁ ବଡ ମୋଟିଭେଟ ଥିଲେ ମୋ ବାପା ଯେତେବେଳେ ହୁଁ ମୋ ମାଇଣ୍ଡ ଏମିତି ମୁଁ ହାରିଯାଏ ଡାଉନ ହେଇଯାଏ ମୁଁ ତାଙ୍କ ପାଖକୁ କଲ୍ କଲେ ସେ ମୋ କଥାରୁ ଜାଣି ଯାଆନ୍ତି ଯେ ମୁଁ ସେଇ କଥାକୁ ନେଇକି ଟିକେ ଓରି ହଉଛି କି କଣ ଡରି ଯାଉଛି ତ ସେ ମତେ ବହୁତ ବୁଝାନ୍ତି। ବାସ୍ତବରେ ଗାର୍ଡିଆନ ମାନଙ୍କର କେତେ ରୋଲ ଅଛି ମାନେ ସେଇଟା ବି ଯୋଉ ଗାର୍ଡିଆନ ମାନେ ଦେଖୁଥିବେ ପଡକାଷ୍ଟ କୁ ନିଶ୍ଚିତ ଭାବରେ ଥରେ ଥରେ ରିୟଲାଇଜ କରିବା ଦରକାର। କି ଟିକେ ଟିକେ ମିଠା କଥା ଆଉ ଟିକେ ଟିକେ ଭରସା ଆଉ ଟିକେ ଟିକେ ସାହସ ଦେଇଦେଲେ ପିଲା ନିଶ୍ଚିନ୍ତ ଭାବରେ ସେ ଯୁଦ୍ଧକୁ ଜିତିଯିବେ ନିହାତି ଆଉ ଏ ସାର୍ ନିହାତି ଶିକ୍ଷକତା ପାଇଁ ପଢିବା ଲଢିବା ବାସ୍ତବରେ ଗୋଟେ ଯୁଦ୍ଧ। କେତେବେଳେ କୋଶ୍ଚିନ୍ ଲିକ୍ କେତେବେଳେ କଣ ହଉଛି ଆମେ କିଛି ବି ଜାଣିପାରୁନେ। ତା ଭିତରେ ଗୋଟିଏ ସିଟ୍ କୁ ସିକ୍ୟୋର କରିବା ବାସ୍ତବରେ କେତେ ସଂଘର୍ଷପୂର୍ଣ୍ଣ ଯୋଉମାନେ ପ୍ରିପାରେସନ କରୁଥିବେ ନିଶ୍ଚିନ୍ତ ଭାବରେ ସେମାନେ ଜାଣିଛନ୍ତି। ତ ସାର୍ କେମିତି କଣ ଟାଇମ ମ୍ୟାନେଜମେଣ୍ଟ କେମିତି ଆପଣ କରୁଥିଲେ ଦିନଚର୍ଯ୍ୟା ଟା କେମିତି ଥିଲା ପୁରା ଦିନରୁ ରାତି ପର୍ଯ୍ୟନ୍ତ କେମିତି କଣ ପ୍ରିପାରେସନ କରୁଥିଲେ ନିଜକୁ? ପ୍ରିପାରେସନ ଟାଇମ ଗଲା କହିବାକୁ ଗଲେ ମୁଁ କେବେ ଟାଇମ ଟେବୁଲ ହିଁ କିଛି କରିନଥିଲି କାହିଁକି କରିନଥିଲି ତା ରିଜିନ ହେଲା ସାର୍ ମୁଁ ଘରେ ରହୁଥିଲି। ହୁଁ ହୁଁ ସେମିତି ବି ମୋ ସାହସ ନଥିଲା ଯେ ସାହସ କଥା ଯାହା ବି ହଉ ମୁଁ ତ ନିଜେ ଘରେ ସବୁ ଦେଖୁଥିଲି ଆମର କେମିତି କଣ ପରିସ୍ଥିତି ହୁଁ ତ ମୁଁ କେବେ କହି ନାହିଁ ଯେ ମୁଁ ଏମିତି ଭଦ୍ରକ ପଳେଇବି କି ଭୁବନେଶ୍ୱର ପଳେଇବି ଯାଇକି ପଢେଇବି ଲାଇବ୍ରେରୀ ଯିବି। ହୁଁ ହୁଁ ସେତିକି ସୋର୍ସ ହିଁ ନଥିଲା ହୁଁ ତ ଯେହେତୁ ମୁଁ ଘରେ ରହିକି ପଢାପଢି କରୁଥିଲି ସେମିତି ସାର୍ ଟାଇମ ଟେବୁଲ କରିନଥିଲି ମୋର ବାସ୍ ମାଇଣ୍ଡରେ ଯେତିକି ଥିଲା ଯେ ହୁଁ ଘର କାମ ଛାଡିଦେଲେ ହୁଁ ବାକି ଟାଇମ ଯେତିକି ବି ହବ ମୁଁ ପଢିବି। ବାସ୍ ସେମିତି 4 ଘଣ୍ଟା ହଉ 6 ଘଣ୍ଟା ହଉ 8 ଘଣ୍ଟା ହଉ ବାସ୍ ଯାହା ବି ହଉ। ବାସ୍ କାମ ଘର କାମ ପଢା ଆଉ ସାର୍ ମୋର କିଛି ନଥିଲା। ହୁଁ ହୁଁ ଟାଇମ ଟେବୁଲ ସାର୍ ଆଉ ଗୋଟେ କଲେ ମତେ ଲାଗେ ସପୋଜ ଆମେ ଗୋଟେ ଦିନରେ 6 ଘଣ୍ଟା ପଢିବା ପାଇଁ କରିଛନ୍ତି ଆମେ ହୁଁ 5 ଘଣ୍ଟା ପଢିଲେ ତ ଟାର୍ଗେଟ ଫୁଲଫିଲ ହେଲାନି ତ ହୁଁ ସେଇଟା ନେକ୍ସଟ ଦିନକୁ 7 ଘଣ୍ଟା ହେଇଯିବ। ହୁଁ ହୁଁ ତ ସେଥିପାଇଁ ସାର୍ ମୁଁ ଟାଇମ ଟେବୁଲ କରିନଥିଲି ବାସ୍ ମୋର ଗୋଟେ ଇଣ୍ଟେନସନ ଥିଲା ଯେ ଯାହା ଘର ଯେତେବେଳେ ଯାହା କାମ ପଡିଲା କରିବି ହୁଁ ବାକି ପଢା କାହିଁକି ରାତି ଦିନ ଯେତିକି ସମୟ ମିଳିଲା ମତେ ନିଶ୍ଚିନ୍ତ ଭାବରେ ମୁଁ ତ ସବୁବେଳେ କହୁଛି କି ତମେ ସମସ୍ତେ ନିଜ ନିଜର ଷ୍ଟ୍ରାଟେଜି ବଦଳେଇବା କଥା। କିଏ କୋଉ ଷ୍ଟ୍ରାଟେଜିକୁ ବାସ୍ ଫଲୋ ସେଇ କଥା କରିଥିଲା ସାର୍ ଆମକୁ ତାକୁ ଫଲୋ କରିବାନି ମତେ ଜଣେ କାଲି ମୁଁ ଜଣଙ୍କ ସହିତ କଥା ହଉଥିଲି ସେ ଭଦ୍ରକର ପିଲା ବି ମତେ କହୁଥିଲେ କି ସାର୍ କୁହନ୍ତୁ ମୁଁ ଟାଇମ ଟେବୁଲ ଟା କେମିତି ରଖିବି? ଦିନରେ ସାର୍ ବହୁତ ସମୟ ପଢିଲେ ଭଲ ଲାଗିବ ରାତିରେ ବହୁତ ସମୟ ଅନିଦ୍ରା ହେଇ ପଢିଲେ ଭଲ ଲାଗିବ ମୁଁ କହିଲି ନିଜ ଦେହକୁ ଯୋଉଟା ଶୋଭୁଛି ସେଇଭଳି ଭାବରେ ଟାଇମ ଟେବୁଲ କର। ନିଜେ ଯଦି ରାତିରେ ଅନିଦ୍ରା ହେଇ ପଢିବାକୁ ଭଲ ଲାଗୁଛି ତାହେଲେ ପଢ କିଛି ନାହିଁ ଆମେ ଯୋଉଥିରେ କମ୍ଫର୍ଟେବଲ ବାସ୍ତବରେ। ତ ଆମେ ଯଦି ଦେଖିବା ଏବେ ଟାଇମ ଟେବୁଲ ତ ଆମେ ଜାଣିଲେ
କେମିତି ସାର୍ କଣ କରୁଥିଲେ ସବଜେକ୍ଟ ଯୋଉଟା ରହିଲା ଆମର ପର୍ଟିକୁଲାରଲି ଏସଏସବି ଟିଜିଟି ରେ ଆମେ ଦେଖିବା ପେଡାଗୋଜି ଆଉ ଆମର କଣ୍ଟେଣ୍ଟ ଯୋଉଟା କି ହିନ୍ଦୀ ପାର୍ଟ ଟା ହିନ୍ଦୀ। ନାଇଁ। ଆଜ୍ଞା। ତ ଆମେ ଯିବା ହିନ୍ଦୀ ପାର୍ଟ କୁ ଯିବା ପେଡାଗୋଜି କୁ ଯିବା ତା ପୂର୍ବରୁ ମୁଁ ଖାଲି ଜାଣିବାକୁ ଚାହୁଁଛି କି କେମିତି ପଢୁଥିଲେ ମାନେ କଣ୍ଟେଣ୍ଟ କଭର କରିଦେବେ ଆଗ ତାପରେ କୋଶ୍ଚିନ୍ ପ୍ରାକ୍ଟିସ ନା ପ୍ରିଭିୟସ ଇୟର କୋଶ୍ଚିନ୍ ନା ଫାଷ୍ଟ ପ୍ରିଭିୟସ ଇୟର କୋଶ୍ଚିନ୍ ୟାକୁ କେମିତି କଣ ମ୍ୟାନେଜ କରୁଥିଲେ କୋଉ ଭଳି ଭାବେ ପ୍ରିପାରେସନ କରୁଥିଲେ? ପ୍ରଥମେ ସାର୍ ମୁଁ ତ କଣ୍ଟେଣ୍ଟ କଭର କରିଥିଲି ହୁଁ ପ୍ରିଭିୟସ୍ କ୍ୱେଶ୍ଚିନ୍ ମୁଁ ଦେଖିନଥିଲି ହୁଁ କାହିଁକିନା ମୁଁ ଚାହୁଁନଥିଲି ଯେ ପ୍ରଥମେ ପ୍ରିଭିୟସ୍ କ୍ୱେଶ୍ଚିନ୍ ଦେଖିକି କାହିଁକିନା କିଛି ତ ଆମେ କଣ୍ଟେଣ୍ଟ ଜାଣିନାହାନ୍ତି କ୍ୱେଶ୍ଚିନ୍ ଦେଖିଲେ ମାନେ କିଛି ତ ଆସୁନଥିବ ଗୋଟେ ଡାଉନ୍ ଫିଲ୍ ହବ। ହୁଁ ହୁଁ। ତ ମୁଁ ସାର୍ ଫାଷ୍ଟ କଣ୍ଟେଣ୍ଟ କଭର କରିଥିଲି ତ ହିନ୍ଦୀରେ ଜଣେ ସାର୍ ପଢଉଛନ୍ତି ତାଙ୍କ ଚ୍ୟାନେଲ ନାଁ ହଉଛି ଜିଏସ୍ ନଲେଜ ପ୍ରୋ କଣ ଏଇଟା ଆଉ ଥରେ କହିଲେ ସେ କି? ତାଙ୍କ ପାଖରୁ ଜିଏସ୍ ନଲେଜ ପ୍ରୋ ହୁଁ ହୁଁ ୟୁଟ୍ୟୁବ ରେ? ତାଙ୍କ ପାଖରୁ ସାର୍ ୟୁଟ୍ୟୁବ ରେ ହୁଁ ହୁଁ। ତାଙ୍କ ପାଖରୁ ପଢିବା ପୂର୍ବରୁ ମୁଁ ଯେତିକି ସିଲାବସ ଥିଲା ମୁଁ ପ୍ରଥମେ ନିଜ ତରଫରୁ ମୁଁ ଆଗେ ପ୍ରଥମେ ଥରେ ଦିଥର କମ୍ପ୍ଲିଟ୍ କରିସାରିଥିଲି। ହୁଁ ହୁଁ। ତ ତାପରେ ବି ମତେ କାହିଁକି କୋଉଠି ଫିଲ୍ ହେଲା ଯେ ମୁଁ କହିଲି ନା ଏତେ ବି ଓଭର କନଫିଡେନ୍ସ ହବାଟା ଠିକ୍ ନୁହେଁ। ହୁଁ ହୁଁ। ଆଉ ସେଲ୍ଫ କନଫିଡେନ୍ସ ରହିବା ଠିକ୍ ହୁଁ ତ ମୁଁ ସାରଙ୍କ ସବସ୍କ୍ରିପସନ ନେଇକି ତାଙ୍କର ହିନ୍ଦୀ ପାର୍ଟ ଯେତିକି ଥିଲା ଆମର ଗଦ୍ୟ ପଦ୍ୟ ଗ୍ରାମାର ସବୁ ତାଙ୍କ ପାଖରୁ ପଢିଲି ହୁଁ ହୁଁ ତାପରେ ସାର୍ ରହିଲା ଯେ ପେଡାଗୋଜି ପାର୍ଟ ହୁଁ ହୁଁ ପେଡାଗୋଜି ସାର୍ 20 ମାର୍କ ଥିଲା। ହୁଁ ହୁଁ। ତ ଏକ୍ଜାମ ସାର୍ ବି ଗୋଟେ ଗୋଟେ ମାର୍କରେ ବି ପିଲା କଟୁଛନ୍ତି। ହୁଁ ହୁଁ ହୁଁ। ହାଫ୍ ମାର୍କରେ ବି ପିଲା କଟୁଛନ୍ତି ସେ କଷ୍ଟ ଯାହା ଯିଏ କଟିଛନ୍ତି ସେ ହିଁ ଏଇ ଜାଣିଥିବେ। ଯୋଉ ଏସଏସବି ଟିଜିଟି ରେ 24 ମାର୍କ ଥିଲା ପ୍ରାୟ ପେଡାଗୋଜି? ଆଜ୍ଞା ସାର୍ 24 ମାର୍କ ଥିଲା 24 ମାର୍କ। 24 ମାର୍କ। ହୁଁ ହୁଁ। ତ 24 ମାର୍କ ସାର୍ ଥିଲା ସେଠୁ ମୁଁ ବହୁତ ଟେନସନ ଥିଲି ପେଡାଗୋଜି ନେଇକି ମୁଁ ଯୋଉଠି ପଢିଲି ନିଜକୁ ସାଟିସ୍ଫାଏ ଲାଗିଲାନି ହୁଁ ତାପରେ ମୋର ଜଣେ ସାଙ୍ଗ ସିଏ ସାର୍ ଆର ଏସ୍ ସି ପାଇଛନ୍ତି ସିଏ ବି ଆପଣଙ୍କ ପାଖରେ ପ୍ରିପେୟାର ହଉଥିଲେ। ହୁଁ ହୁଁ। ତ ସିଏ ମତେ ରେକମେଣ୍ଡ କଲେ ଯେ ତୁ ସାରଙ୍କ କ୍ଲାସ ଦେଖ ଆଉ ଭଲ ଲାଗିବ ହଉ ଠିକ ଅଛି ହୁଁ ମୁଁ ଗୋଟେ କ୍ଲାସ ଦେଖିଲି ହୁଁ ମତେ କୋଉଠି ନା କାହିଁକି କୋଉଠି ମାନେ ବହୁତ ନିଜର ଭଳି ଫିଲ୍ ହେଲା ଆଉ ବହୁତ ଭଲ ବି ଲାଗିଲା। ଆଉ ମୁଁ ସାର୍ ପେଡାଗୋଜି ପାଇଁ ନା କିଛି ସୋର୍ସ କିଣିଛି ନା ପିଡିଏଫ୍ ନା ବୁକ୍ କିଛି ବି ନାହିଁ ବାସ୍ ଖାଲି ଆପଣଙ୍କର କଣ୍ଟେଣ୍ଟ କ୍ଲାସ୍ ସବୁ କଭର କରିଥିଲି ହୁଁ ଆଉ ଯୋଉ ଆପଣ ଯୋଉ କୋଶ୍ଚିନ୍ ସିରିଜ ଯୋଉ କରାନ୍ତି ଯୋଉ 500 1000 ଲେଖା ସେ ସବୁ କୋଶ୍ଚିନ୍ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଆପଣ ଯୋଉ କରନ୍ତି ବାସ୍ ସାର୍ ପେଡାଗୋଜି ପୁରା ଫୁଲି ଡିପେଣ୍ଡ କରିଥିଲା ଆପଣଙ୍କ ଉପରେ ମାନେ ଅନ୍ୟ ପିଲା ବି ଅନ୍ୟ ଚ୍ୟାନେଲ ମତେ ରେକମେଣ୍ଡ କରନ୍ତି ଯେ ତୁ ଏ ଚ୍ୟାନେଲ ବି ଦେଖ ସେ ସବୁ ସାରଙ୍କର କ୍ଲାସ ଦେଖ ହୁଁ ହୁଁ ମୁଁ କହିଲି ନା ମୁଁ କନଫ୍ୟୁଜ ହବାକୁ ଚାହୁଁନି କାହିଁକି ନା ଆପଣଙ୍କ କ୍ଲାସ କଲା ପରେ ଯେତେବେଳେ ମୁଁ ପ୍ରିଭିୟସ୍ ଇୟର କୋଶ୍ଚିନ୍ ଦେଖେ ମତେ ତାରି ଭିତରୁ ହିଁ ସବୁ କିଛି ମିଳିଯାଏ। ହୁଁ ହୁଁ। ତ ପେଡାଗୋଜିରୁ ସାର୍ 24ଟାରୁ ମୋର 23ଟା ଠିକ୍ ଥିଲା। ହୁଁ ଆଉ ହୁଁ। ଗୋଟେ ମୋ ନିଜ ଭୁଲ ପାଇଁ ମୁଁ ଭୁଲ କରିଦେଇଥିଲି ମାନେ ଆନ୍ସର ଠିକ ଜାଣିଲି କିନ୍ତୁ ରାଉଣ୍ଡ କଲା ବେଳେ ଭୁଲ କାଉଣ୍ଟ କରିଦେଲି। ପେଡାଗୋଜି ବାସ୍ତବରେ ପିଲା ସମସ୍ତେ ଜାଣି ରଖିବା ଦରକାର କି ଆରଏସ୍ ଯୋଉ 20 ମାର୍କ ପଡୁଛି ଆମକୁ 20 ରୁ 20 ରଖିବାର ଅଛି ଆଉ ଏସଏସବି ରେ 24 ରୁ 24 ରଖିବାର ଅଛି କାରଣ ପେଡାଗୋଜି ହିଁ ସାର୍ ଆମକୁ ପେଡାଗୋଜି ହିଁ ଚାକିରି ସବୁଠୁ ଦବାରେ ଇମ୍ପୋର୍ଟାନ୍ସ ଥିଙ୍ଗ ହୁଁ ସହଜ ସବୁଠାରୁ ଆଜ୍ଞା କିନ୍ତୁ ଚାକିରି ଆମକୁ ଦବାର ସବୁଠାରୁ ପ୍ରମୁଖ ଭୂମିକା ଗ୍ରହଣ କରିବ ପେଡାଗୋଜି। ପେଡାଗୋଜି ଆଜ୍ଞା ସାର୍। କାରଣ ଯୋଉ ପୂର୍ବରୁ ଆମେ କରୁଥିଲେ ଅରବିନ୍ଦ ହଉ କିମ୍ବା ଅନ୍ୟ ସାର୍ ମାନଙ୍କ ସହିତ ଯୋଉ ଇଣ୍ଟରଭ୍ୟୁ ଗୁଡା କରୁଥିଲେ ସେଥିରେ ବି ସେମାନେ କହୁଥିଲେ କି ପେଡାଗୋଜି ସେମାନେ ବହୁତ ଭଲ କରିଛନ୍ତି। ଆଉ ଯୋଉମାନେ ପେଡାଗୋଜି ବହୁତ ଭଲ କରିଛନ୍ତି ଜଣା ପଡୁଛି କି ସେମାନେ ମାନେ ପ୍ରୋବାବିଲିଟି ଅଧିକ ରହୁଛି କି କାରଣ କଣ୍ଟେଣ୍ଟ ରେ ହୁଏତ ବହୁତ ସାରା ଭୁଲ କରିବେ ନିଶ୍ଚିତ ନା ସାର୍ କିନ୍ତୁ ପେଡାଗୋଜି ଉପରେ ହିଁ ଆଜ୍ଞା ମାଡଟା ଆମର ଅଧିକ ହେଇଥାଏ। ଆଜ୍ଞା ଆଜ୍ଞା। ହଁ ଆମେ ଆଉ ଟିକେ ଫେରିଯିବା ହିନ୍ଦୀକୁ ପେଡାଗୋଜି ତ ପିଲା ବାସ୍ତବରେ ପଢି ପାରିବେ କିନ୍ତୁ ଆମେ ହିନ୍ଦୀକୁ ଟିକେ ଆଜ୍ଞା ଫେରିବା ହିନ୍ଦୀ ପାଇଁ କଣ ଆଉ କିଛି ସେ ୟୁଟ୍ୟୁବ ଚ୍ୟାନେଲ ଆପଣ ଯୋଉ ଗୋଟେ କହିଲେ ପିଲା ନିଶ୍ଚିତ ଭାବରେ ତା ବିଷୟରେ ଅନୁଧ୍ୟାନ କରିବେ ସର୍ଚ୍ଚ କରିବେ ତାପରେ ନିଶ୍ଚିତ ଭାବରେ ସେମାନେ ଆଜ୍ଞା ତାକୁ ଫଲୋ କରିପାରିବେ କିନ୍ତୁ ଆଉ ଯଦି ଆମେ କିଛି ମେଟେରିଆଲ କିଛି ବୁକ୍ କିଛି ରିସୋର୍ସେସ୍ ଇନ୍ଦ୍ର ଯୋଉ ଦେଖୁଥିଲି ତାର ଯୋଉ ପାର୍ଟ ଟାକ ଅଛି ଗଦ୍ୟ ସାହିତ୍ୟ ପଦ୍ୟ ସାହିତ୍ୟ ପ୍ରାୟ ଏଗୁଡା ସବୁ ଅଛି ଆଜ୍ଞା ସେଥିପାଇଁ କିଛି ସେପାରେଟ ଅଛି କି କଣ୍ଟେଣ୍ଟ ପିଲା ଫଲୋ କରିପାରିବେ? ସେମିତି ଥାଇପାରେ ସେମିତି ମୁଁ ଯେତିକି ପ୍ରିପେୟାର ହେଇଥିଲି ବାସ୍ ମୁଁ ସବୁ ସିଲାବସ ର ପିଡିଏଫ୍ ଡାଉନଲୋଡ୍ ହୁଁ କରିନେଇଥିଲି। ହୁଁ ଏମିତି ବି ମୋ ସିଚୁଏସନ ଥିଲା ଯେ ବୁକ୍ କିଣିବା ପାଇଁ ମୁଁ ସାମର୍ଥ୍ୟ ନଥିଲି। ହୁଁ ହୁଁ ଏତେ ବୁକ୍ କିଣିକି ପଢିବା ପାଇଁ ତାପରେ ସେମିତି ନାହିଁ ଯେ ହଁ ଆମେ କୋଉ ଇନଷ୍ଟିଟ୍ୟୁସନ ରେ ପଢୁଛନ୍ତି ସିଏ ଗୋଟେ ସିଲାବସ ଗୋଟେ ବୁକ୍ ମିଳିଯିବ ହୁଁ କିନ୍ତୁ ହୁଁ ଇଏ ଯୋଉ ଜବ୍ ପାଇଁ ଯୋଉ ସିଲାବସ ଥାଏ ସେ କଣ କି ସବୁଥିରୁ ମିଶିକି ଟପିକ ସବୁ ଥାଏ। ତ ହୁଁ ହୁଁ ସେପାରେଟ ବୁକ୍ ନଥାଏ ତ ତା ପାଇଁ ବହୁତ ବୁକ୍ କିଣିବାକୁ ପଡିବ ହୁଁ ହୁଁ ତ ମୁଁ ବି ଏତେ ବି ସାମର୍ଥ୍ୟ ନଥିଲି ଯେ ବୁକ୍ କିଣିବା ପାଇଁ ହୁଁ ତ ଖାଲି ସବୁ ପିଡିଏଫ୍ ମୁଁ ଡାଉନଲୋଡ୍ କରିଦେଇଥିଲି। ହୁଁ ହୁଁ। ତ ପିଡିଏଫ୍ ରୁ ହିଁ ମୁଁ ପଢୁଥିଲି ହୁଁ ହୁଁ ବାକି ସାରଙ୍କ କ୍ଲାସ ଦେଖିଲା ପରେ ମୁଁ ଯାହା ବି ଡାଉଟ୍ ଥିଲା ସେଇଥିରୁ ହିଁ ସବୁ କ୍ଲିୟର କରିଥିଲି। ବଢିଆ
ପିଲାଙ୍କର ଦେଖୁଥିଲି କୋଶ୍ଚିନ୍ ଦିଟା ଥିଲା କି ସାର୍ ପଚାରିବେ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ଟା କେମିତି କରୁଥିଲେ, ବାପାଙ୍କ ଉପରେ ସମ୍ପୂର୍ଣ୍ଣ ଉପରେ ନିର୍ଭରଶୀଳ ଥିଲେ ନା ନିଜେ କିଛି ସୋର୍ସ ଅଫ ଇନକମ ଥିଲା? ନା ମୋ ସାରେ ସୋର୍ସ ଅଫ୍ ଇନକମ୍ କିଛି ନଥିଲା। ହୁଁ ହୁଁ ବହୁତ ବି ଚେଷ୍ଟା କରିଛି ଯେ କିଛି ସପୋର୍ଟ କରିବା ପାଇଁ ବାପାଙ୍କୁ, ହୁଁ ହୁଁ। କିନ୍ତୁ ମୋ ଠାରୁ ମୋ ବାପା ବେଶୀ ଏଫର୍ଟ ଦେଇଛନ୍ତି ମତେ ଲାଗେ। ଏବେ ଆଉ ଆପଣ ଭଲସେ ସପୋର୍ଟ କରିବେ, ସେଠି କିଛି ମନ ଦୁଃଖ କରିବାର ନାହିଁ। ନିଶ୍ଚିତ ନିଶ୍ଚିତ ସାର୍। ତଥାପି ଆଉ ତାପରେ ଗୋଟେ ସାର୍ କଥା ହେଲା, କୁହ। ବାପା ଯେତିକି ସପୋର୍ଟ କରିଛନ୍ତି, ହୁଁ ତାପରେ ମୋ ଦାଦା ବି ସେତିକି ସପୋର୍ଟ କରିଛନ୍ତି ମୋ ବାପାଙ୍କୁ ସାଙ୍ଗରେ ସବୁ କିଛି କରିବା ପାଇଁ। ହୁଁ ହୁଁ ମାନେ ମୋ ବାପାଙ୍କର ଯେତିକି ଭୂମିକା ଅଛି ମୋ ଦାଦା ବି ସେତିକି ଏଫର୍ଟ ଦେଇଛନ୍ତି। ହୁଁ। ଏମିତି କିଛି ବ୍ୟକ୍ତି ଅଛନ୍ତି, ବାପା ଦାଦା ସାଙ୍ଗସାଥି, ଯୋଉମାନେ ଅଧିକ ମାନେ ପ୍ରେରଣା ଯୋଗେଇଛନ୍ତି ଜୀବନରେ, ସେମାନଙ୍କ ନାଁ ବି ରଖିପାରିବେ? ଜାଣିଲୁ କି ବାପା ତ ନିଶ୍ଚିତ ଭାବରେ ପ୍ରତ୍ୟେକ କଥାରେ ବାପାଙ୍କ ନାଁ ଆସୁଛି। ବାପା ନିଶ୍ଚିନ୍ତ ଭାବରେ ଆଜ୍ଞା। ସୋର୍ସ ଅଫ ମୋଟିଭେସନ ଆଉ ସବୁ କିଛି। ତାଙ୍କୁ ଛାଡିକି ଆଉ କିଛି ଅଛନ୍ତି ଯୋଉମାନେ ନିଶ୍ଚିନ୍ତ ଭାବରେ ଗୋଟେ ବହ୍ନିଟିକୁ ଜଳେଇଛନ୍ତି, ଯୋଉମାନେ ଦୀପଟାକୁ ଜଳେଇକି ରଖିଛନ୍ତି ଆଉ ସବୁବେଳ ପାଇଁ? ପରିବାରକୁ ଛାଡିଲା ପରେ ଯଦି ଜଣେ ଯିଏକି ଥାଏ ମତେ ସବୁ କ୍ଷେତ୍ରରେ ମାନେ ମୋଟିଭେଟ କରିଥାଏ, ଯେମିତି କି ମୁଁ ପୂର୍ବରୁ କହିଲି ଯେ ସେ ପେଡାଗୋଜି କ୍ଲାସ ମତେ ରେକମେଣ୍ଡ କରିଥିଲେ। ସେ ଆର ଏସ୍ ଟି ପାଇଛନ୍ତି, ସେ ହଉଛନ୍ତି ମୋ ସାଙ୍ଗ, ତାଙ୍କ ନାଁ ହଉଛି ମଧୁସ୍ମିତା ମଲ୍ଲିକ। ହୁଁ ହୁଁ ତ ସେ ମତେ ବହୁତ ସବୁ କ୍ଷେତ୍ରରେ ସେ ମତେ ମୋର ଏମିତିକି ବି ବିଏଡ୍ କରିବା ପାଇଁ ବି ବହୁତ ଇଚ୍ଛା ନଥିଲା। ହୁଁ ସେ ହୁଁ ହିଁ ସବୁ ବୁଝାବୁଝି କରିକି କହିଲେ ଯେ ଏମିତି ବିଏଡ୍ କର। ହୁଁ ହୁଁ। ତ ମୋ ସଫଳତାର ପଛରେ କୋଉଠି ନା କୋଉଠି ତାଙ୍କର ବି ବହୁତ ହାତ ଅଛି। ନିଶ୍ଚିନ୍ତ ଭାବରେ ଜଣେ ଜଣେ କିଏ ତ ସାଙ୍ଗସାଥି ଯୋଉମାନେ ମିଳିଯାଆନ୍ତି କି ଆମ ଠାରୁ, ମୁଁ ଭାବୁଛି କି ସେମାନେ ମାନେ ରତ୍ନ ଠାରୁ ବି ଆହୁରି ଅଧିକ ମୂଲ୍ୟବାନ, କି ଆଜ୍ଞା ଜୀବନ ଟା ଆଜ୍ଞା। ସମ୍ପୂର୍ଣ୍ଣ ରୂପେ ବଦଳେଇ ଦିଅନ୍ତି। ଆଉ କିଛି ଏମିତି ମୋମେଣ୍ଟ ଅଛି ଜୀବନରେ କି ଏବେ ଚାହୁଁଛନ୍ତି କି ମୁଁ ଶିକ୍ଷକତା ପାଇଲି, ତାକୁ ଛାଡିକି ଆହୁରି କିଛି ଆଗକୁ ଯିବି, କିମ୍ବା ଅନ୍ୟ କିଛି ପ୍ରିପାରେସନ କରୁଛନ୍ତି ବର୍ତ୍ତମାନ ସମୟରେ, ନା ସେଇଠି ଶିକ୍ଷକତାରେ ହିଁ ନିଜକୁ ଭାବିଛନ୍ତି ଏଇ ସମୟ ଗୁଡାକ ମୁଁ ବିତେଇଦେବି ସବୁ ଜୀବନର? ସେଟା ପ୍ରଥମେ ତ ଭାବୁଥିଲି ଯେ ଏବେ କିଛି ଦିନ ସେୟା ଚାଲୁ, ଆଉ ପରେ କିଛି ନା କିଛି ଉପରକୁ ଉଠିବା ପାଇଁ ଚେଷ୍ଟା କରିବି। ହୁଁ ହୁଁ କିନ୍ତୁ ସାର୍ ପିଲାଙ୍କ ସହିତ ମିଳିମିଶି ଗଲା ପରେ ବର୍ତ୍ତମାନ ହୁଁ ଲାଗୁଛି ଶିକ୍ଷକତା ହିଁ ସବୁଠୁ ବେଷ୍ଟ ଜବ୍। ଆଉ ମାନେ ହୁଁ ପିଲାଙ୍କ ପାଖରୁ ଭଲ ପାଇବା ହୁଁ ରେ ହୁଁ ମାନେ ୱାନ ଟାଇପ ଅଫ ବାନ୍ଧି ଦଉଛି। ହୁଁ ହୁଁ ହୁଁ। ମାନେ ମୁଁ ଭାବୁଛି କି ଗୋଟେ କଥା ଚିନ୍ତା କରିବେ ସାର୍, ମାନେ ଆମ ପାଖରେ ଗୋଟେ ଏତେ ସୁନ୍ଦର ଅପରଚୁନିଟି ଅଛି, ଆମେ ଯଦି ଗୋଟେ ପିଲାକୁ ବି ମଣିଷ କରିଦଉଛେ, ତାହେଲେ ଗୋଟେ ଜେନେରେସନ ତାଙ୍କର ଉଦ୍ଧାର ହେଇଯିବ। ଗୋଟେ ନିଶ୍ଚିତ ସାର୍। ଗୋଟେ ଘରେ ଯଦି ଜଣେ ବି ଶିକ୍ଷକ ବାହାରିଗଲା, କି ଜଣେ ଯଦି କି ମଣିଷ ହେଇଗଲା, ଯେକୌଣସି ବୃତ୍ତି ସେ କରୁଥାଉ, ତା ପରିବାର, ତାର ଭଉଣୀ, ତା ଭାଇ, ତାର ଛୋଟ ଯେତେ ସବୁ ଛୋଟ ଗୋଟେ ଏରିଆକୁ ସେ ନିଶ୍ଚିତ ଭାବରେ ଆଗକୁ ନେଇଯିବ, ବହୁତ ଆଗକୁ ନେଇଯିବ। ତ ଆଜ୍ଞା ଶିକ୍ଷକତା ଆଉ ଶିକ୍ଷକ ଭିତରେ ସମାହିତ ହେଇ ରହିବା ଗୋଟେ ବହୁତ ବଡ କଥା। ପିଲାଙ୍କୁ କିଛି କୋଶ୍ଚିନ୍ ଥାଏ ସାର୍, ଆପଣ ତ ଘରେ ରହିକି ପଢୁଥିଲେ, ମୁଁ ଶୁଣୁଥିଲି ଘରେ ରହି ପଢିବା ଆଉ ବାହାରେ ରହି ପଢିବା, ମୁଁ ବି ନିଜେ ଘରେ ରହିକି ପଢିଛି, ବାହାରେ ବି ରହିକି ପଢିଛି। ତ ଘରେ ରହିକି ପଢେଇଲେ ସମସ୍ୟା ଏଇଆ କି ଟିକେ ଯାଉଥିବ, ମାଙ୍କର କାମ ପଡିଲା, ଟିକେ ଯିବ ମାଙ୍କର ପଡିଶାର କାମ ପଡୁଛି। ପଡିଲା, ଟିକେ ଯିବ ଆଉ କାହାର କାମ ନିଶ୍ଚିତ ପଡିଲା, ତ ଗୋଟିଏ ଜାଗାରେ ମୁଁ ହଉଛି ଘଣ୍ଟେ ଦି ଘଣ୍ଟା ବସିବା କନଷ୍ଟାଣ୍ଟଲି ଟିକେ କଷ୍ଟକର ହେଇ ପଡେ। ତାପରେ ବି କେମିତି କଣ ଘର କାମ ପାଠ କାମ ଆଉ କେମିତି କଣ ମ୍ୟାନେଜ କରୁଥିଲେ? ସେଇଟା ସାର୍ ଆପଣ ଯୋଉଟା କହିଲେ ପୁରା ପରଫେକ୍ଟ କଥା। ଯେମିତି କି ମାନେ କଣ୍ଟିନ୍ୟୁସଲି ପଢି ହୁଏ ନାହିଁ, ଯେ 3 ଘଣ୍ଟା 4 ଘଣ୍ଟା ଏକାଥରକେ ପଢିବା। ହୁଁ ଯେମିତି କିଛି ନା କିଛି କାମ ଆସିକି ପଡିଯାଏ। ତାପରେ ଆମେ ଯେହେତୁ ଆମେ ଘରେ ଅଛନ୍ତି, ହଁ ଘରେ ନାହାନ୍ତି ଗୋଟେ କାମ ପଡିଲା, ସେଇଟା ମ୍ୟାନେଜେବଲ ହେଇପାରିବ ଆଉ କାହା ଦ୍ୱାରା। କିନ୍ତୁ ହୁଁ ଆମେ ଉପସ୍ଥିତ ଥିବା ଗୋଟେ କାମ ପଡିବ, ଯାହା ବି ହେଲେ ଆମକୁ କରିବାକୁ ପଡେ। ହୁଁ ହୁଁ ଓ ତାପରେ ବି ସାର୍ ମତେ ବହୁତ ବହୁତ ଟାଇମରେ ବି ରାଗ ଲାଗେ, ଯେ ମୁଁ ଠିକ ସେ ପଢି ପାରୁନି, କଣ କରିବି? ହୁଁ ହୁଁ ଆଉ ଯେମିତି କି ଆପଣ ପରିବାର ସହିତ ପଡୋଶୀ ବି କହିଲେ, ତ ହୁଁ ହୁଁ ପଡୋଶୀରେ ଆମ ଘର ପାଖରେ ବି ତାଙ୍କର କେହି ସେମିତି ନାହାନ୍ତି କିଛି କାମ କରିବା ପାଇଁ, ତ ସିଏ ମତେ ଟିକେ କୁହନ୍ତି କୋଉଠିକି ନେଇଯିବା ପାଇଁ। ହୁଁ ହୁଁ। ତ ମୁଁ ବି ମନା କରିପାରେନି ଯେ ଠିକ ଅଛି। ଏଇ ମତେ ଲାଗେ ଏଇ ପରିବେଶ ପରିସ୍ଥିତି ହିଁ ଆମକୁ ମଣିଷ କରିବା ସବୁଠୁ ବଡ ଭୂମିକା ଗ୍ରହଣ କରିଛି। ଯଦି ସେଇଭଳି ପରିସ୍ଥିତି ପରିବେଶ ନଥାନ୍ତା, ହୁଏତ ଆମେ ଆଜି ଏଠି ନଥାନ୍ତେ। ତ ନିଶ୍ଚିତ ସେଇ ସାର୍ ଘର ଭିତରେ ମାଙ୍କର କାମ କରିବା, ବାପାଙ୍କ ପାଇଁ କାମ କରିବା, ପଡିଶାରେ ସେଠି କାମ କରିବା, ତାପରେ ବି ଆମେ ଆମ ପାଠ ପଢାକୁ କେବେ ଭୁଲିନେ, ଆ ଜୀବନରେ ଗୋଟେ ମଣିଷ ବି ହେଇପାରିଛେ।
ତ ସେଇ ମୁହୂର୍ତ୍ତ ଗୁଡାକୁ ମନେ ନିଶ୍ଚିତ ପକେଇଲେ ଭାରି ଭଲ ଲାଗୁଥିବ କି ମୁଁ ସେଇ କାମ ଗୁଡାକ ସବୁ କରୁଥିଲି, ଆଉ ଆଜି ମୁଁ ଶିକ୍ଷକତା ବି କରୁଛି। ନିଶ୍ଚିତ ଭାବେ। ପିଲାମାନଙ୍କ ପାଇଁ କିଛି କହିବେ, କିଛି ମାନେ ମନର ଅଛି ଷ୍ଟ୍ରାଟେଜି କିଛି ଅଛି, କିଛି ଆଇଡିଆ ପିଲାମାନଙ୍କୁ ଦେବେ, କିଛି ସଜେସନ ପିଲାମାନଙ୍କୁ ଦେବେ? ସାରେ ପିଲାମାନଙ୍କ ପାଇଁ ମୋର ଗୋଟେ ସଜେସନ ରହିବ, ସାରେ ନିଜ ଷ୍ଟ୍ରେଂଥ ସେମାନେ ନିଜକୁ ବେଶୀ ଜଣା। ହୁଁ ତ ହୁଁ କାହାର ଭିଡିଓ ଦେଖିବା କି କୋଉ ଟପର ମାନଙ୍କର ଷ୍ଟ୍ରାଟେଜି ଫଲୋ କରିବା ସେଟା ମତେ ଲାଗେ ଠିକ ନୁହେଁ। ହୁଁ କାହିଁକିନା ତାଙ୍କ ଷ୍ଟ୍ରେଂଥ ଆଉ ନିଜର ଷ୍ଟ୍ରେଂଥ କେବେ ସମାନ ହେଇପାରିବନି। ହୁଁ ହୁଁ ବାସ୍ ସାର୍ ନିଜକୁ ଯେତେ ସେ ମୋଟିଭେଟ କରିପାରିବେ ସେତେ ନିଜ ପାଇଁ ଭଲ। ହୁଁ ହୁଁ ତ ଯଦି ବି କେତେବେଳେ ଡାଉନ ଫିଲ୍ ହଉଛି ତ ହୁଁ ଫ୍ୟୁଚରରେ ନିଜକୁ ସେଇ ଜାଗାରେ ରଖିକି ଦେଖନ୍ତୁ ହୁଁ ଯେ ମୁଁ ହୁଁ 2 ବର୍ଷ ପରେ ଏଇ ସ୍କୁଲରେ ପଢଉଛି, ଯେ ମୋ ଆଗରେ 50 100 ପିଲା ବସିଛନ୍ତି, ତ ହୁଁ ସେଇଟା କେମିତି ଫିଲ୍ ହଉଛି। ହୁଁ ହୁଁ ଗୋଟେ ଭଲ ଜିନିଷ ସାର୍ ବି କହିଲେ, ଯୋଉମାନେ ପ୍ରିପାରେସନ କରୁଛନ୍ତି, ଆମମାନେ ଏଇ ପଡକାଷ୍ଟ କରୁଛେ, ବିଭିନ୍ନ ପ୍ରକାରର ସୋର୍ସ ଗୁଡାକ କହୁଛେ, ନିଶ୍ଚିତ ଭାବରେ ସେ ସୋର୍ସ ଗୁଡାକ ଆମକୁ ରାସ୍ତା ଦେଖେଇ ପାରିବ, କିନ୍ତୁ ଆମେ ସବୁ ସୋର୍ସ ଗୁଡାକ ନିଶ୍ଚିତ ଜାଣିବା, ରିସର୍ଚ୍ଚ କରିବା, ତାପରେ ଆମେ ଆମର ରାସ୍ତାଟାକୁ ବାହାର କରିବାକୁ ପଡିବ। ଆମେ କାହା ନିଶ୍ଚିତ ରାସ୍ତାରେ ଚାଲିକି ଯିବାନି ଅବଶ୍ୟ, କିନ୍ତୁ ଆମେ ସେଇ ରାସ୍ତା ଅନୁସାରେ ଆମେ ଯଦି କାର୍ଯ୍ୟ ଗୁଡିକ କରିବା, ତାହେଲେ ଆମକୁ ବହୁତ ଟିକେ ସହଜ ହେଇଯିବ। ଯେମିତି ସବୁ ପିଲା ଯଦି ସୋର୍ସକୁ ନେଇକି ନିଜ ହଁ ଷ୍ଟ୍ରେଂଥ ଅନୁସାରେ ନିଜେ କେମିତି ଆମେ କଣ କରିପାରିବା। ହୁଁ ଏଇନା ଯେମିତି ସାର୍ ଆପଣ କହିଲେ କି ଦିନରେ ଅଧିକ ସମୟ ପଢି ପାରୁଛି ତ କିଏ ରାତିରେ ପଢୁଛି, ହୁଁ ହୁଁ ତ ଦି ଜଣଙ୍କର କେବେ ଷ୍ଟ୍ରାଟେଜି ସେମ୍ ହେଇପାରିବ ନାହିଁ। ହୁଁ 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 ତ ସେମିତି ସୋର୍ସକୁୁ ନେଇକି ନିଜ ଷ୍ଟ୍ରେଂଥ ଅନୁସାରେ କେମିତି କଣ ଆମେ ଆଗକୁ ବଢିବା ସେଇଟା କରିବା ତ ଠିକ ହବ। ହୁଁ ହୁଁ ନିଶ୍ଚିତ ଭାବରେ ପିଲାମାନେ ତାପରେ ନିଶ୍ଚିତ ଭାବରେ ଗୁରୁତ୍ୱ ଆରୋପ କରିବେ, ନିଜର ଟାଇମ ମ୍ୟାନେଜମେଣ୍ଟ ହଉ, କୋଉ କୋଉ କ୍ଲାସ, ସେମିତି ନାହିଁ କି ଯେମିତି କି ଯଶବନ୍ତ ସାରଙ୍କୁ ଭଲ ଲାଗୁଥିଲା ଶିକ୍ଷା ଶାସ୍ତ୍ର ପେଡାଗୋଜି, ତା ମାନେ ନୁହେଁ କି ତମମାନଙ୍କୁ ଭଲ ଲାଗିବ ତମମାନେ ପଢିବ। ତ ତମମାନଙ୍କୁ ଯୋଉଭଳି ନା ଭଲ ଲାଗୁଛି, ଯୋଉ ସୋର୍ସ ହଉ, ଯୋଉ ବୁକ୍ ହଉ, ଯାହା ବି ଯୋଉ ୟୁଟ୍ୟୁବ ଚ୍ୟାନେଲ ହଉ, ତମମାନେ ତାକୁ ଫଲୋ କରିପାରିବ। କାରଣ ତମମାନଙ୍କର ମେଣ୍ଟାଲ ସାଟିସ୍ଫାକ୍ସନ ହବା ଦରକାର କି ମୁଁ ଏଇଠୁ ପଢୁଛି, ମୁଁ ଏଇଠୁ କ୍ଲିୟର ହଉଛି, ମୋର ମାନେ ମେଣ୍ଟାଲି ମୁଁ ସାଟିସ୍ଫାଏଡ ଅଛି। ତ ତାପରେ ବି ତାପରେ ସାର୍ ଗୋଟେ କଥା ଯୋଉଟା ହଁ କୁହନ୍ତୁ। ମେଣ୍ଟାଲି କଥା କହିଲେ, ଆପଣ ବି ଲକ୍ଷ୍ୟ କରିଥିବେ ସପୋଜ ଗୋଟେ ମେଣ୍ଟାଲ ମାଇଣ୍ଡରେ ପଶି ଯାଇଛି ଯେ ମୁଁ ଏଇ ସାରଙ୍କ ଯେ ସନ୍ତୋଷ ସାରଙ୍କ କ୍ଲାସ ମୁଁ ବୁଝି ପାରୁନାହିଁ, ହୁଁ ତାପରେ ଭଗବାନ ଆସିଲେ ବି ତାଙ୍କୁ କେହି ବୁଝେଇ ପାରିବେନି ଯେ ସନ୍ତୋଷ ସାର୍ ଭଲ ପଢଉଛନ୍ତି ବୋଲି। ହୁଁ 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 ଆଉ ଯଦି ନିଜେ ମେଣ୍ଟାଲି ପ୍ରିପେୟାର ଅଛନ୍ତି ଯେ ନା ସନ୍ତୋଷ ସାର୍ ହିଁ ବେଷ୍ଟ ପେଡାଗୋଜିରେ, ହୁଁ ହୁଁ ଆଉ କୋଉଠି ମୁଁ ପଢିଲେ ବୁଝିପାରିବିନି, ହୁଁ ହୁଁ ତାହେଲେ ଆପଣଙ୍କ କ୍ଲାସ ହିଁ ଏକ୍ଜାମ ପାଇଁ ସଫିସିଏଣ୍ଟ। ହୁଁ 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 ସାର୍ ଭଦ୍ରକରୁ ବିଲଙ୍ଗସ୍ କରୁଛନ୍ତି। ମୋର କିନ୍ତୁ ଭଦ୍ରକ ହେଲା ୱାନ୍ ଅଫ୍ ଦ ଫେଭରାଇଟ ପ୍ଲେସ୍। ଭଦ୍ରକର ବନ୍ଦ ଛକ, ଆରଡି ଛକ, ଆଉ ମତେ ଲାଗେ ଆଜ୍ଞା କି ଗୋଟେ ଟ୍ୟାଲେଣ୍ଟର ହବ୍ ସେଇ ପ୍ଲେସ ଟା। ମାନେ ମୁଁ ଏ କଲେଜରେ ଥିବା ସମୟରେ, ଯୋଉ କଲେଜରେ ବର୍ତ୍ତମାନ ଅଛି, ମୁଁ ଥରେ କ୍ଲାସ ରୁ ମାନେ ଯିବାକୁ ବାହାରିଛି ପ୍ଲସ ଟୁ କ୍ଲାସକୁ, ସେଇ ସମୟରେ ମୁଁ ଦି ଜଣଙ୍କୁ ଦେଖିଲି, ମାନେ ଆସିକି ଅପେକ୍ଷା କରିଛନ୍ତି ମତେ, ଭଦ୍ରକର ଚାନ୍ଦବାଲିରୁ ଜଣେ, ମାନେ ତାଙ୍କ ବାପା ଆଉ ସିଏ ଦି ଜଣ ଆସିଥିଲେ ପ୍ରିପାରେସନ କରୁଛନ୍ତି କ୍ୟାଣ୍ଡିଡେଟ। ମାନେ ତାଙ୍କ ସହିତ ମୁଁ ଘଣ୍ଟେ ଦି ଘଣ୍ଟା ଖଣ୍ଡେ କଥା ହେଇଥିଲି। ମୁଁ ଦେଖିଥିଲି ତାଙ୍କ ଭିତରେ ଯୋଉ ଇଚ୍ଛା ଥିଲା, ଯୋଉ ଆଗ୍ରହ ଥିଲା, ଦି ଜଣ ସ୍କୁଟିରେ ଆସିଛନ୍ତି ଏତେ ବାଟରୁ କେବଳ ଦେଖା କରିବା ପାଇଁ, କଥା ହେବା ପାଇଁ, କେମିତି ପଢିବେ, ଷ୍ଟ୍ରାଟେଜି କେମିତି ପ୍ରିପାରେସନ କରିବେ। ମାନେ ପିଲାଙ୍କ ଭିତରେ ଇଚ୍ଛା ଅଛି, ଆଗ୍ରହ ଅଛି, ତ ସେଥିପାଇଁ ଖାଲି ଉଚିତ ମାର୍ଗରେ ଯିବାର ଅଛି, ଠିକ ରାସ୍ତାରେ ଯିବାର ଅଛି, ଭଲ ସୋର୍ସକୁ ଫଲୋ କରିବାର ଅଛି, ଆଉ ଯେମିତି ନିଶ୍ଚିତ ଯଶବନ୍ତ ସାର୍ ନିଶ୍ଚିତ କହୁଥିଲେ, କେବେ ମାନେ ହାରିଯିବାର ନାହିଁ, ନିଜର ଯାହା ଅସ୍ତ୍ର ରହିଲା ତାକୁ ଭଲ ଭାବରେ ସଜେଇକି ପ୍ରିପାରେସନ କରିକି ଆଗକୁ ବଢିବାର ଅଛି। ନାଇଁ କଣ ଯଶବନ୍ତ ସାର୍, ଆଉ କଣ କହିବେ ପିଲାମାନଙ୍କୁ? ଆଜ୍ଞା ସାର୍। ନା ସାର୍ ସେଇ ଆପଣ ଯୋଉଟା କହିଲେ ସାର୍ ସେତିକି ସାର୍ ଠିକ। ହୁଁ ଆଉ ସେଟା ଆପଣ ବି ଯେମିତି ମାନେ ବୁଝାନ୍ତି ଯେ ମତେ ଫିଲ୍ ହୁଏ ଯେମିତି କି ମୋ ନିଜର ବୁଝିଲା ଭଳି। ଆପଣ ସେମିତି ଭାବନ୍ତିନି ଯେ ହଁ ମୁଁ କିଛି ଗୋଟେ ଭିଓରସିପ ପାଇଁ କି ୟୁଟ୍ୟୁବ ଚ୍ୟାନେଲ ବଢେଇବା ପାଇଁ, ସେମିତି ନାହିଁ। ବାସ୍ ଆମ ଯୋଉ ନିଃସ୍ୱାର୍ଥ ପର ସେବା, ବାସ୍ ମୁଁ ସେଇଟା ହିଁ ଆପଣଙ୍କ ପାଖରେ ଦେଖିବାକୁ ପାଇଥିଲି। ଆପଣ ବି ମତେ ବହୁତ ମୋଟିଭେଟ କରୁଛନ୍ତି। ଆଜି ବି ସାର୍ ଆପଣଙ୍କ ଆଗରେ ବସିକି ମୁଁ କଥା ହଉଛି, ସେଇଟା ବି ସାର୍ ନିଜକୁ ବହୁତ ଧନ୍ୟ ମନେ କରୁଛି। ନିଶ୍ଚିତ ଭାବରେ ଆମେ ସମସ୍ତେ ନିଜର ହାତ, ଜଣେ ଜଣେ ହାତ ୟା ଧରିକି ଆମେ ନିଶ୍ଚିନ୍ତ ଭାବରେ ଆଗକୁ ଯିବା। ଆ, ମୁଁ ବି ଚାହୁଁଛି ତୁମେ ବି ବହୁତ ପିଲାଙ୍କୁ ମୋଟିଭେଟ କର, ଯୋଉମାନେ ବି ବହୁତ ପୁଅର ପିଲା ଅଛନ୍ତି, ବହୁତ ମାନେ ଇଚ୍ଛା ଅଛି ପିଲାଙ୍କର ପଢିବା ପାଇଁ, ବହୁତ ସୋର୍ସ ଅଭାବ, ଇନକମ ବି ପିଲାଙ୍କର, ନିଜେ ବି ଦେଖୁଛି ଫର୍ମ ଫିଲଅପ୍ କରିପାରୁନାହାନ୍ତି, ଚାହୁଁଛନ୍ତି ପିଜି କରିବେ, ଚାହୁଁଛନ୍ତି ବିଏଡ୍ କରିବେ। ତ ଆମେ ଯୋଉ ଗୋଟେ ଶିକ୍ଷା ଶାସ୍ତ୍ର ଫାଉଣ୍ଡେସନ ବନେଇଛେ, ଆମେ ସେ ସମୟରେ କେବେ ଭଲ ଭାବରେ ଖୋଲା ଖୋଲି ଭାବରେ କଥା ହେବା ସମସ୍ତେ। ସେ ଶିକ୍ଷା ଶାସ୍ତ୍ର ଫାଉଣ୍ଡେସନ ନିଶ୍ଚିତ ଥ୍ରୋରେ ଆମେ ଚାହୁଁଛେ କି ଆମ ୟୁଟ୍ୟୁବ ଚ୍ୟାନେଲ ହଉ କିମ୍ବା ଆମର ଇ ବୁକ୍ ଥ୍ରୁରେ ଯାହା ଅର୍ନିଙ୍ଗସ ହଉଛି,
ଟୋଟାଲି 100% ଆମେ ଖର୍ଚ୍ଚ କରିବା ସେଇ ପିଲାମାନଙ୍କ ପାଇଁ, କି ଗୋଟେ ଗ୍ରୁପ କରିକି ସେଇ ଫାଉଣ୍ଡେସନ ଥ୍ରୋରେ ଆମେ କେମିତି ଏଜୁକେଶନାଲ କିଟ୍ ହଉ ଯାହା ବି ହଉ ପହଞ୍ଚେଇ ପାରିବା। ଆମେ ଯେତେ ସବୁ ଟିଚର ମାନେ ବନୁଛନ୍ତି ଆମ ସର୍କଲରେ, ଆମେ ସମସ୍ତଙ୍କୁ ନିଶ୍ଚିନ୍ତ ଭାବରେ କନେକ୍ଟ କରିବା ସେଇ ଫାଉଣ୍ଡେସନରେ। ଆଉ ଆମ ତରଫରୁ ଯେତେ ଯାହା ହେଲ୍ପ ହବ ଆମେ ନିଶ୍ଚିନ୍ତ ଭାବରେ କରିବା ପାଇଁ ଚେଷ୍ଟା କରିବା। ମୋର ବିଶ୍ୱାସ ତୁମେ ବି ସେଥିରେ ଜଡିତ ହବ ଆଉ ନିଜର ଯୋଗଦାନ କରିବ। ନାଇଁ କଣ କହୁଛନ୍ତି ସାର୍? ନିଶ୍ଚିତ ଭାବେ, ନିଶ୍ଚିତ ଭାବେ, ହଁ। ଏଥିରେ ତାର କିଛି ବି ଡାଉଟ ନାହିଁ। ବହୁତ ଭଲ ଲାଗିଲା ସାର୍ କଥା ହେଇକି। ବହୁତ ଶାନ୍ତ ସରଳ ଆଉ ବହୁତ ସୁନ୍ଦର ଭାବରେ କଥା ଗୁଡାକ ଉପସ୍ଥାପନ କଲେ। ମୋର ବିଶ୍ୱାସ ଯୋଉ ପିଲା ବି ପ୍ରିପାରେସନ କରୁଥିବେ, ଏସଏସବି ଟିଜିଟି ଆଗକୁ ଆସୁଛି, ଏସଏସବି ଟିଜିଟି କିମ୍ବା ଯୋଉ ମାନେ ଶିକ୍ଷକତା ପାଇଁ ପ୍ରିପାରେସନ କରୁଥିବେ, ନିଶ୍ଚିନ୍ତ ଭାବରେ ଆଜିର ଏଇ ପଡକାଷ୍ଟଟା, ଆଜିର ଏଇ କଲମର କଥା ନିଶ୍ଚିନ୍ତ ଭାବରେ ସେମାନଙ୍କର କଲମକୁ ଶାଣିତ କରିବାରେ ସେମାନଙ୍କୁ ସହଯୋଗ କରିବ। ସମସ୍ତଙ୍କୁ ଧନ୍ୟବାଦ, ସାରଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଧନ୍ୟବାଦ।